ଚୁରମାର ହୋଇଗଲା ନୂଆ ବାରବାଙ୍କ ଘାଟି ନିକଟରେ ଟ୍ରଲର ପିକଅପ୍ ଓ ଥାର ମଧ୍ୟରେ ସିରିଜ ଦୁର୍ଘଟଣା ଘଟି ଗୋଟିଏ ନୂଆ ଥାର ଚୁରମାର ହୋଇଯାଇଛି। କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ଅନ୍ତର୍ଗତ 520 ନମ୍ବର ଜାତୀୟ ରାଜପଥର ବାରବାଙ୍କ ଘାଟି ନିକଟରେ ଟ୍ରଲର ପିକଅପ୍ ଓ ଥାର ଗାଡ଼ି ପରସ୍ପର ମଧ୍ୟରେ ଧକ୍କା ହେବା ଫଳରେ ସିରିଜ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସୂଚନା ଅନୁସାରେ ଆଜି ଅପରାହ୍ନରେ ଉକ୍ତ ଟ୍ରଲର ଭଦ୍ରାସାହି ଅଭିମୁଖେ ଆସୁଥିବା ବେଳେ ଏକ ପିକଅପ୍ ସହ ଧକ୍କା ହୋଇଥିଲା। ପରେ ଅନ୍ୟ ଏକ ଥାର ଗାଡ଼ି ମଧ୍ୟ ଉଭୟ ଗାଡ଼ି ସହ ଧକ୍କା ହୋଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ଦୁର୍ଘଟଣା ପରେ ନୂଆ ଥାର ଗାଡ଼ି ଭାଙ୍ଗି ରୁଜି ଚୁରମାର ହୋଇଯାଇଥିବା ବେଳେ ଟ୍ରଲର ଓ ପିକଅପ୍ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ ଲୋକେ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ ଟ୍ରଲର ଚାଳକ ଫେରାର ମାରିଛି। ସୂଚନା ପାଇ ରୁଗୁଡ଼ି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନା ରହିଛି। କେନ୍ଦୁଝର ଜିଲ୍ଲା ବଡ଼ବିଲରୁ ଖାନାନନ୍ଦ ଶର୍ମାଙ୍କ ରିପୋର୍ଟ, ବ୍ଲାକେଟ୍ ନ୍ୟୁଜ୍ ଓଡ଼ିଆ।